ଆଜି ଆମେ ଜାଣିବା ଜୈନ ଧର୍ମ ବିଷୟରେ। ଏହା ଭାରତର ଗୋଟିଏ ବହୁତ ପୁରୁଣା ଦର୍ଶନ ଏବଂ ପରୀକ୍ଷା ଦୃଷ୍ଟିରୁ ଏହାର ପ୍ରତ୍ୟେକଟି ପଏଣ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ। ହେଲେ ଆଗକୁ ବଢ଼ିବା ପୂର୍ବରୁ ଗୋଟିଏ ପ୍ରଶ୍ନରୁ ଆରମ୍ଭ କରିବା, ଠିକ୍ ଅଛି? ଜୈନ ଧର୍ମର 24ତମ ବା ସବୁଠୁ ଶେଷ ତୀର୍ଥଙ୍କର କିଏ ଥିଲେ? ଏହାର ଉତ୍ତର ଆମେ ଆଗକୁ ଏହି ଆଲୋଚନାରେ ହିଁ ପାଇବା, ତେଣୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୁହନ୍ତୁ। ଠିକ୍ ଅଛି, ତେବେ ଚାଲନ୍ତୁ ଏକଦମ ମୂଳରୁ ଆରମ୍ଭ କରିବା। ପ୍ରଥମେ ବୁଝିବା ଜୈନ ଧର୍ମର କିଛି ମୌଳିକ କଥା ବିଷୟରେ। ଜୈନ ଧର୍ମରେ ଯେଉଁମାନେ ସବୁଠୁ ବଡ଼ ଆଧ୍ୟାତ୍ମିକ ଗୁରୁ, ତାଙ୍କୁ ତୀର୍ଥଙ୍କର ବୋଲି କୁହାଯାଏ। ଏହାର ଅର୍ଥ ହେଉଛି ଯିଏ ସଂସାର ରୂପକ ସାଗରକୁ ପାରିହେବା ପାଇଁ ଏକ ତୀର୍ଥ ବା ପୋଲ ତିଆରି କରନ୍ତି। ସେମାନେ ନିଜେ ତ ମୋକ୍ଷ ପାଆନ୍ତି, ଆଉ ଅନ୍ୟମାନଙ୍କୁ ବି ସେହି ରାସ୍ତା ଦେଖାନ୍ତି। ଆଉ ଜାଣିଛନ୍ତି, ଜୈନ ପରମ୍ପରା ଅନୁସାରେ ଆଜି ପର୍ଯ୍ୟନ୍ତ ମୋଟ 24 ଜଣ ତୀର୍ଥଙ୍କର ହୋଇସାରିଛନ୍ତି। ହଁ, ପୁରା 24 ଜଣ। ଏହି ସଂଖ୍ୟାଟିକୁ ଭଲ ଭାବରେ ମନେ ରଖିବା ନିହାତି ଦରକାର। ଏହି 24 ଜଣଙ୍କ ଭିତରୁ 3 ଜଣଙ୍କ ନାଁ ପରୀକ୍ଷା ପାଇଁ ବହୁତ ହି ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଥମ ତୀର୍ଥଙ୍କର ଥିଲେ ଋଷଭଦେବ, ଯାହାଙ୍କୁ ଜୈନ ଧର୍ମର ସଂସ୍ଥାପକ ବୋଲି କୁହାଯାଏ। ତାଙ୍କ ପରେ 23ତମ ଥିଲେ ପାର୍ଶ୍ୱନାଥ ଏବଂ ସବା ଶେଷରେ 24ତମ ତୀର୍ଥଙ୍କର ହେଉଛନ୍ତି ମହାବୀର ସ୍ୱାମୀ। ଏବେ ଆସନ୍ତୁ ଆମ ଆଲୋଚନାର ମୁଖ୍ୟ ବିନ୍ଦୁ ଅର୍ଥାତ୍ ଆମର 24ତମ ତୀର୍ଥଙ୍କର ମହାବୀର ସ୍ୱାମୀଙ୍କ ଜୀବନୀ ଉପରେ ଟିକେ ନଜର ପକାଇବା। ଏହି ଟାଇମଲାଇନଟି ବହୁତ ହି ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ମହାବୀର ସ୍ୱାମୀଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ 540ରେ କୁଣ୍ଡଗ୍ରାମରେ ହୋଇଥିଲା। ମାତ୍ର 30 ବର୍ଷ ବୟସରେ ସେ ସବୁ ରାଜକୀୟ ସୁଖ ଛାଡ଼ି ସତ୍ୟର ସନ୍ଧାନରେ ବାହାରିଥିଲେ। ତାପରେ 12 ବର୍ଷର କଠୋର ତପସ୍ୟା ପରେ 42 ବର୍ଷ ବୟସରେ ତାଙ୍କୁ କୈବଲ୍ୟ ପ୍ରାପ୍ତ ହେଲା। କୈବଲ୍ୟର ଅର୍ଥ ହେଉଛି ପରମ ଜ୍ଞାନ, ଯେତେବେଳେ ଜଣେ ସବୁ କର୍ମବନ୍ଧନରୁ ମୁକ୍ତ ହୋଇଯାଏ। ଶେଷରେ ଖ୍ରୀଷ୍ଟପୂର୍ବ 468ରେ ପାୱାପୁରୀଠାରେ ସେ ନିର୍ବାଣ ଲାଭ କଲେ। ଚାଲନ୍ତୁ ତାଙ୍କ ପରିବାର ବିଷୟରେ ଟିକେ ଜାଣିନେବା। ତାଙ୍କର ପିଲାଦିନର ନାଁ ଥିଲା ବର୍ଦ୍ଧମାନ। ଏହି ପ୍ରଶ୍ନଟି ବାରମ୍ବାର ଆସେ। ତାଙ୍କର ବାପାଙ୍କ ନାଁ ସିଦ୍ଧାର୍ଥ, ମାଙ୍କ ନାଁ ତ୍ରିଶଲା, ପତ୍ନୀଙ୍କ ନାଁ ଯଶୋଦା ଏବଂ ତାଙ୍କ ଝିଅଙ୍କ ନାଁ ଥିଲା ପ୍ରିୟଦର୍ଶିନୀ। ଏହି ନାଁଗୁଡ଼ିକ ନିଶ୍ଚୟ ମନେ ରଖିବେ। ମହାବୀର ସ୍ୱାମୀଙ୍କ ଜୀବନୀ ଜାଣିବା ପରେ ଚାଲନ୍ତୁ ଏବେ ସେ ଦେଇଥିବା କିଛି ମୁଖ୍ୟ ଶିକ୍ଷା ଆଉ ଜୈନ ଧର୍ମର ସିଦ୍ଧାନ୍ତ ବିଷୟରେ ବୁଝିବା। ଜୈନ ଧର୍ମର ସାର ହେଉଛି ଏହାର ତ୍ରିରତ୍ନ ବା 3ଟି ମୂଲ୍ୟବାନ ରତ୍ନ। ଏଗୁଡ଼ିକ ହେଲା ସମ୍ୟକ୍ ଦର୍ଶନ ମାନେ ସତ୍ୟରେ ଅଟଳ ବିଶ୍ୱାସ, ସମ୍ୟକ୍ ଜ୍ଞାନ ମାନେ ସଠିକ୍ ବୋଧ ଏବଂ ସମ୍ୟକ୍ ଚରିତ୍ର ମାନେ ଭଲ ଆଚରଣ। କୁହାଯାଏ ଯେ ଏହି 3ଟିକୁ ଏକାଠି ପାଳନ କଲେ ହିଁ ମୋକ୍ଷ ମିଳିଥାଏ। ସମୟକ୍ରମରେ ମହାବୀରଙ୍କ ପରେ ଜୈନ ଧର୍ମ 2ଟି ମୁଖ୍ୟ ଭାଗରେ ବାଣ୍ଟି ହୋଇଗଲା। ଗୋଟିଏ ହେଲା ଶ୍ୱେତାମ୍ବର, ଯେଉଁମାନେ ଧଳା ବସ୍ତ୍ର ପିନ୍ଧନ୍ତି, ଆଉ ଅନ୍ୟଟି ହେଲା ଦିଗମ୍ବର, ଯେଉଁମାନେ ସବୁ ବସ୍ତ୍ର ତ୍ୟାଗ କରି ଦିଗକୁ ହିଁ ନିଜର ବସ୍ତ୍ର ବୋଲି ମାନନ୍ତି। ଏହା ହିଁ ସେମାନଙ୍କ ମଧ୍ୟରେ ଥିବା ମୁଖ୍ୟ ପାର୍ଥକ୍ୟ। ଯଦି ଏହି ଭିଡ଼ିଓଟା ଭଲ ଲାଗିଥାଏ, ତାହେଲେ ଲାଇକ୍, କମେଣ୍ଟ, ସେୟାର ନିଶ୍ଚିତ କରନ୍ତୁ। ଆସନ୍ତୁ ଦେଖିବା ଏହି ଟପିକ୍ରୁ ଆସୁଥିବା କିଛି ଇମ୍ପର୍ଟାଣ୍ଟ କ୍ୱେଶ୍ଚନ୍ସ, ଯାହା OSSC, CGL ଏବଂ CT ଭଳି ପରୀକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଆମର ପ୍ରଥମ ପ୍ରଶ୍ନ, ମହାବୀର ସ୍ୱାମୀଙ୍କର ପିଲାଦିନର ନାମ କ'ଣ ଥିଲା? ଏବେ ମାତ୍ର ଆମେ ଆଲୋଚନା କରିଥିଲେ, ମନେ ପକାନ୍ତୁ ତ। ହଁ, ଏକଦମ ଠିକ୍। ଏହାର ସଠିକ୍ ଉତ୍ତର ହେଉଛି ବର୍ଦ୍ଧମାନ। ଦ୍ୱିତୀୟ ପ୍ରଶ୍ନ, ମହାବୀର ସ୍ୱାମୀ କେତେ ବର୍ଷ ବୟସରେ କୈବଲ୍ୟ ବା ପରମ ଜ୍ଞାନ ପ୍ରାପ୍ତ କରିଥିଲେ? ଏହାର ଉତ୍ତର ହେଉଛି 42 ବର୍ଷ ବୟସରେ 12 ବର୍ଷର କଠିନ ତପସ୍ୟା ପରେ। ତୃତୀୟ ପ୍ରଶ୍ନ, ଜୈନ ଧର୍ମର 23ତମ ତୀର୍ଥଙ୍କର କିଏ ଥିଲେ, ମାନେ ମହାବୀର ସ୍ୱାମୀଙ୍କ ଠିକ୍ ପୂର୍ବରୁ? ଏହାର ଉତ୍ତର ହେଉଛି ପାର୍ଶ୍ୱନାଥ। ଏବଂ ଆମର ଶେଷ ପ୍ରଶ୍ନ, ମହାବୀର ସ୍ୱାମୀ କେଉଁ ସ୍ଥାନରେ ନିର୍ବାଣ ଲାଭ କରିଥିଲେ? ସଠିକ୍ ଉତ୍ତର ହେଉଛି ପାୱାପୁରୀ, ଯାହା ବର୍ତ୍ତମାନ ବିହାରରେ ଅଛି। ବହୁତ ବଢ଼ିଆ। ଚାଲନ୍ତୁ ଏବେ ଶେଷରେ ଆଜିର ଆଲୋଚନାର ମୁଖ୍ୟ ବିନ୍ଦୁଗୁଡ଼ିକୁ ଶୀଘ୍ର ଥରେ ମନେ ପକାଇଦେବା। ମନେ ରଖିବା ଯେ ଜୈନ ଧର୍ମରେ ମୋଟ 24 ଜଣ ତୀର୍ଥଙ୍କର ଅଛନ୍ତି ଏବଂ ମହାବୀର ସ୍ୱାମୀ ଥିଲେ 24ତମ। ତାଙ୍କର ଜନ୍ମ ଖ୍ରୀଷ୍ଟପୂର୍ବ 540 ଏବଂ ନିର୍ବାଣ ଖ୍ରୀଷ୍ଟପୂର୍ବ 468ରେ ହୋଇଥିଲା। ଏହାର 2ଟି ମୁଖ୍ୟ ସମ୍ପ୍ରଦାୟ ହେଉଛି ଶ୍ୱେତାମ୍ବର ଓ ଦିଗମ୍ବର, ଆଉ ମୋକ୍ଷ ପ୍ରାପ୍ତିର ମାର୍ଗ ହେଉଛି ତ୍ରିରତ୍ନ। ବାସ୍ ଏତିକି ହେଲା ସବୁଠୁ ମୁଖ୍ୟ କଥା। ଏମିତି ଇନଫର୍ମେସନ୍ ଭିଡ଼ିଓ ଦେଖିବା ପାଇଁ ଆଜି ହିଁ ମୋତେ ସବସ୍କ୍ରାଇବ୍ ବା ଫଲୋ କରନ୍ତୁ, ଯାହାଦ୍ୱାରା ଆପଣଙ୍କର କୌଣସି ଟପିକ୍ ମିସ୍ ନ ହେବ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟରେ କୁହନ୍ତୁ ଆଉ ସେୟାର କରନ୍ତୁ। ଦେଖା ହେବା ଆଉ ଗୋଟେ ନ୍ୟୁ ଭିଡ଼ିଓରେ। ଆଜି ପାଇଁ ଏତିକି।